ତ ହ୍ୟାଲୋ ଏଭ୍ରିୱାନ୍, ୱେଲକମ୍ ଟୁ ଆୱାର ଚ୍ୟାନେଲ୍। ତ ଆଜି ଆମେ ଜାଣିବା ନେକ୍ସଟ ୱିକ୍ ପାଇଁ ନିଫ୍ଟି ଫିଫ୍ଟିର କ'ଣ ସବୁ ପ୍ଲାନ୍ ରହିବ। ନେକ୍ସଟ ୱିକ୍ ପାଇଁ ଆମେ ଦେଖିବା। ଏଥିରେ ଆମେ ଆଜି ଦୁଇଟା ଜିନିଷ ଜାଣିବା। ଆମେ ପ୍ରଥମେ ଦେଖିବା ନେକ୍ସଟ ୱିକ୍ରେ ଆପଣ କେମିତି ସୁଇଙ୍ଗ ଟ୍ରେଣ୍ଡ କରିପାରିବେ, ଆଉ ପ୍ଲସ୍ ମଣ୍ଡେ ପାଇଁ ମାର୍କେଟରେ କେମିତି କ'ଣ ରହିବ ସେ ଉପରେ ଆନାଲିସିସ୍ କରିବା। ହଉ, ଆମେ ପ୍ରଥମେ ଏଠି ଦେଖନ୍ତୁ, ମୁଁ ୱିକଲି ଟାଇମ୍ ଫ୍ରେମ୍ ଖୋଲିଛି। ୱିକଲି ଟାଇମ୍ ଫ୍ରେମ୍ରେ କ'ଣ ଚାଲିଛି ଦେଖନ୍ତୁ। ୱିକଲି ଟାଇମ୍ ଫ୍ରେମ୍ରେ ଆମେ କ'ଣ ଦେଖିବା, ମାର୍କେଟ ଏଠି ହାୟର ହାଇ ଲଗାଉଛି। ମାର୍କେଟ ଏଠି କ'ଣ କରୁଛି, ମାର୍କେଟ ଏଠି ହାୟର ହାଇ ହାୟର ହାଇ ହାୟର ହାଇ ଦେଖନ୍ତୁ। ଦେଖନ୍ତୁ ମାର୍କେଟ ଏଠି ହାୟର ହାଇ ଲଗାଉଛି, ହାୟର ହାଇ ଲଗାଉଛି। ତ ଏବେ 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 ମାର୍କେଟରେ କ'ଣ ଚାଲିଛି, ମାର୍କେଟ ଏଠି ହାୟର ହାଇ ଲଗାଉଥିଲା। ତ ଏଇ ଜାଗାରେ ଆମେ ଗୋଟେ ମାର୍କ କରିପାରିବା। ମାର୍କେଟ ଯେତେବେଳେ ହାୟର ହାଇ ଲଗେଇଛି, ହାୟର ହାଇ ଲଗେଇଛି, ଏଇଠି ଗୋଟେ ସେ ଗୋଟେ ଟ୍ରେଣ୍ଡ ଲାଇନ୍ ରେସପେକ୍ଟ କରୁଛି। ଏଇଠି ଆମେ ଗୋଟେ ମାର୍କ କରିପାରିବା, ଏଇଠି ଗୋଟେ ମାର୍କେଟ ଟ୍ରେଣ୍ଡ ଲାଇନ୍ ରେସପେକ୍ଟ କରୁଛି। ତ ପ୍ରଥମେ ମାର୍କ କରିଦବା। ଏଠି ଦେଖନ୍ତୁ, ଆପଣ ଦେଖିପାରୁଥିବେ ଏଇଠି ଗୋଟେ ମାର୍କେଟ ଟ୍ରେଣ୍ଡ ଲାଇନ୍ ଫଲୋ ହଉଛି। କରିଦେଲି। ଏଇ ଜାଗାରେ ଦେଖିପାରିବେ, ଏଠି ଗୋଟେ ମାର୍କେଟ ଟ୍ରେଣ୍ଡ ଲାଇନ୍ ଫଲୋ ହଉଛି। ମାର୍କେଟ ଏଠି କ'ଣ କଲା, ପ୍ରଥମେ ଏଇ ଟ୍ରେଣ୍ଡ ଲାଇନ୍ ଏଠି ରେସପେକ୍ଟ ନେଲା, ମାର୍କେଟ ଏଠି ଉପରକୁ ଗଲା। ପୁଣି ଏଠି ଆସିଲା, ମାର୍କେଟ ଟିକେ ପୁଲ୍ ବ୍ୟାକ୍ ଟ୍ରେଣ୍ଡ ଲାଇନ୍ ରେସପେକ୍ଟ କଲା, ପୁଣି ଉପରକୁ ଆସିଲା। ଏଠି ପୁଣି ମାର୍କେଟ ଟ୍ରେଣ୍ଡ ଲାଇନ୍ ରେସପେକ୍ଟ କଲା, ମାର୍କେଟ ପୁଣି ଉପରକୁ ମୁଭ୍ କଲା। ଏବେ ମାର୍କେଟ କ'ଣ କରୁଛି, ମାର୍କେଟ ପୁଣି ଆସିକି ଟ୍ରେଣ୍ଡ ଲାଇନ୍ ରେସପେକ୍ଟ କରୁଛି, ଆଉ ମାର୍କେଟ ଏବେ ଉପରେ। ତ ଆମକୁ ଓଭରଅଲି ଭ୍ୟೂ ଏଠୁ କ'ଣ ମିଳୁଛି, ମାର୍କେଟ ଏବେ ମାର୍କେଟ ହାୟର ହାଇ ମାର୍କେଟ ଫଲୋ କରୁଛି, ପ୍ଲସ୍ ଏଇ ଟ୍ରେଣ୍ଡ ଲାଇନ୍ ରେସପେକ୍ଟ କରୁଛି। ତ ଏଇ ଜାଗାରେ ଜଣା ପଡ଼ିଲା, ଆମେ ଏଠୁ ଗୋଟେ ଜାଣିପାରିଲେ ମାର୍କେଟରେ କ'ଣ। ତ ମାର୍କେଟରେ ଏବେ ବୁଲିଶ ଫର୍ମାଟ ମାନେ ମାନେ ଏବେ ମାର୍କେଟରେ ବାୟର ଅଛନ୍ତି। ଆଉ ମାର୍କେଟ କାହିଁ ଏ ଟ୍ରେଣ୍ଡ ଲାଇନ୍ ଫଲୋ କରା ପରେ ମାର୍କେଟରେ ବାୟର ମାନେ ଆସୁଛନ୍ତି, ଆଉ ମାର୍କେଟକୁ ଅପ୍ ଟ୍ରେଣ୍ଡ ମୁଭ୍ କରୁଛନ୍ତି। ଏଇଠୁ ଓଭରଅଲି ଭ୍ୟୁ ଆମେ କ'ଣ ଜାଣିଲେ, ମାର୍କେଟ ଏବେ ଅପ୍ ଟ୍ରେଣ୍ଡରେ ଅଛି। ତ ଏଇଠି ମୁଁ ଲେଖିଦେଲି ଆପଣ କ'ଣ, ମାର୍କେଟ ଅପ୍ ଟ୍ରେଣ୍ଡରେ ଏବେ ମାର୍କେଟରେ ଅଛି। ୱିକଲି ଟାଇମ୍ ଫ୍ରେମ୍ରେ ମାର୍କେଟ ଏବେ ଅପ୍ ଟ୍ରେଣ୍ଡରେ ମୁଭ୍ କରୁଛି। ଦେଖନ୍ତୁ ହାୟର ହାଇ ଫର୍ମେସନ୍ କଲା, ପ୍ଲସ୍ ଟ୍ରେଣ୍ଡ ଲାଇନ୍ ଫଲୋ କଲା। ତ ଏଇଠି ଆମେ କ'ଣ ଜାଣିଦେଲେ, ମାର୍କେଟ ଏବେ ଅପ୍ ଟ୍ରେଣ୍ଡରେ ଫଲୋ କରୁଛି। ଏଇଟା ଆପଣ ବୁଝିଗଲେ। ମୁଁ ଏଠି ଟ୍ରେଣ୍ଡ ଲାଇନ୍ରେ ଦେଖିଦେଲି, ଆଉ ମାର୍କେଟର ପ୍ରାଇସ୍ ଆକ୍ସନ୍ ଅନୁସାରେ ମାର୍କେଟ ଗୋଟେ। ତ ଆଉ ଗୋଟେ ଏଠି ଇଣ୍ଡିକେଟର ମୁଁ ଆପଣଙ୍କୁ ଦେଖେଇବି। ଏଠି ଗୋଟେ ବଲିଞ୍ଜର ବ୍ୟାଣ୍ଡ। ବଲିଞ୍ଜର ବ୍ୟାଣ୍ଡରେ ଆମେ ଏଠି ବୁଝିବା କ'ଣ ହେଉଛି ମାର୍କେଟରେ। ବଲିଞ୍ଜର ବ୍ୟାଣ୍ଡରେ କ'ଣ ହୁଏ, ମାର୍କେଟରେ ଦେଖନ୍ତୁ, ଏ ଏଇଟା ଗୋଟେ ବେଣ୍ଡ ଅଛି, ଏଇଟା ଗୋଟେ ବେଣ୍ଡ ଅଛି। ଆଉ ଏଇ ଯୋଉ ତା ଭିତରେ ଯୋଉ ଅରେଞ୍ଜ କଲର ଏଇ ଯୋଉ ଲାଇନଟା ଦେଖି, ଏଇଟା ହଉଛି 20 ମୁଭିଂ ଆଭରେଜ। ତ ଏଇ ଜାଗାରେ କେମିତି କ'ଣ ମାର୍କେଟ କେମିତି କ'ଣ ଏଇ ଇଣ୍ଡିକେଟରରେ ହୁଏ ଦେଖନ୍ତୁ। ମାର୍କେଟ ପ୍ରଥମେ ମାର୍କେଟ କ'ଣ କରେ, ପ୍ରଥମେ ଯଦି ମାର୍କେଟ ଯଦି ଏଇ ତଳକୁ ଆସିଲା, ଦେଖନ୍ତୁ ଏଇ ଯୋଉ ବେଣ୍ଡରେ ଲାଗିଲା, ତ ଏଇ ବେଣ୍ଡର ଫାର୍ଷ୍ଟ ଟାର୍ଗେଟ ରହିବ 20 ମୁଭିଂ ଆଭରେଜ। ଯଦି 20 ମୁଭିଂ ଆଭରେଜ କ୍ରସ୍ କଲା, ତ ଆମର ଅପର ବେଣ୍ଡ ପର୍ଯ୍ୟନ୍ତ ଯିବ। ଏଇ ଦିଟା ବେଣ୍ଡ ଭିତରେ ହିଁ ମାର୍କେଟ ରେସପେକ୍ଟ କରେ। ଦେଖନ୍ତୁ, ଆମର ଯଦି ଉପରକୁ ଗଲା, ଏଠି ରେଜିଷ୍ଟାନ୍ସ କ୍ରିଏଟ ହେଲା। ପୁଣି ରେଜିଷ୍ଟାନ୍ସ କ୍ରିଏଟ ହେଲା ପରେ ଆମର ଟାର୍ଗେଟ ପ୍ରଥମେ କ'ଣ ରହିବା ଦରକାର, 20 ମୁଭିଂ ଆଭରେଜ। ଦେଖନ୍ତୁ ଏଇ 20 ମୁଭିଂ ଆଭରେଜ, 20 ମୁଭିଂ ବ୍ରେକ୍ କରିପାରିଲାନି ଏଇ ଜାଗାରେ, ତ ନେକ୍ସଟ ଟାର୍ଗେଟ କୋଉଠି ରହିବ, ପୁଣି ତାର ଅପର ବ୍ୟାଣ୍ଡ ପର୍ଯ୍ୟନ୍ତ ଟାର୍ଗେଟ ରହିବ। ପୁଣି ଦେଖନ୍ତୁ ଏଇ ଜାଗାରେ ଦେଖିବେ, ଏଇ ଜାଗାରେ କ'ଣ କଲା, ମାର୍କେଟ ଏଇଠି ଆଇଲା 20 ମୁଭିଂ ଆଭରେଜ। ଏତିକି ଦିନ ଯୋଉ କନସୋଲିଡେଟ କଲା 20 ମୁଭିଂ ଆଭରେଜ ପାଖରେ, ଏଠି ଦେଖନ୍ତୁ ଏଇ ଗୋଟେ କ୍ୟାଣ୍ଡେଲ ବ୍ରେକ୍ କଲା। ତ ଆମର ଏଣ୍ଟ୍ରି ଏଇ ଜାଗାରେ ହବା କଥା। ଏଣ୍ଟ୍ରି ଏତିକି କ'ଣ, ଆମର ଏତିକି ବ୍ୟାଣ୍ଡ ପଡେ। ଦେଖନ୍ତୁ ଏଇ ଜାଗାରେ ଆମର ଏଇ ଜାଗାରେ ଟାର୍ଗେଟ ରହିଲା। ପୁଣି ଦେଖନ୍ତୁ ଏଇ ଜାଗାରେ କ'ଣ କଲା, ଏଠି 20 ମୁଭିଂ ଫାଷ୍ଟ ଦେନ୍ 20 ମୁଭିଂ ଆଭରେଜରୁ ଆମର ଏତିକି ପର୍ଯ୍ୟନ୍ତ ଦେଖନ୍ତୁ। ଏଇଟା ହଉଛି 20 ବଲିଞ୍ଜର ବେଣ୍ଡର କାମ। ଏଇ ଦିଟା ବେଣ୍ଡ ଭିତରେ ମାର୍କେଟ ରେସପେକ୍ଟ କରେ। ଯଦି ମାର୍କେଟ ତଳ ବେଣ୍ଡରେ ଅଛି, ତ ତାର ଫାଷ୍ଟ ଟାର୍ଗେଟ ରହିବ 20 ମୁଭିଂ ଆଭରେଜ ପର୍ଯ୍ୟନ୍ତ। ଦେନ୍ ଯଦି 20 ମୁଭିଂ ଆଭରେଜ କ୍ରସ୍ କଲା, ମାର୍କେଟର ଟାର୍ଗେଟ ରହିବ କୋଉଠି, ଉପର ବେଣ୍ଡ ପର୍ଯ୍ୟନ୍ତ। ଦେଖନ୍ତୁ ଏବେ ସେମିତି ହେଲା ମାର୍କେଟ। ଦେଖନ୍ତୁ ଏଇଠି କିଛି, ଦେଖନ୍ତୁ ଏଇ ଜାଗାରେ କ'ଣ ହେଇଛି, ମାର୍କେଟ ଏଇଠି ତଳ ବେଣ୍ଡ ପର୍ଯ୍ୟନ୍ତ ଆସିଲା, ତଳ ବେଣ୍ଡରୁ ବ୍ରେକ୍ କଲା 20 ମୁଭି କ'ଣ କଲା, ଏଠି ଉପର ବେଣ୍ଡ ପର୍ଯ୍ୟନ୍ତ। ଏଇ ଜାଗାରେ କ'ଣ କଲା, ପୁଣି ମାର୍କେଟ ଦେଖନ୍ତୁ ତଳ ମୁଭି ତଳ ମୁଭି ଏକାଥରେ ଉପର ବେଣ୍ଡ।
এই ଜାଗାରେ ଏବେ କ'ଣ କରୁଛି ମାର୍କେଟ, ତାହେଲେ ମାର୍କେଟ ପୁରା ତଳ ମୁଭିଂ ଏଇଠୁ ସପୋର୍ଟ ନେଇକି ତାର ଫାର୍ଷ୍ଟ ଆରେ କୋଉଠି ରହିବ, ଏବେ 20 ମୁଭିଂ ଆଭରେଜ ଏଇ ଯାଏ ଦେଖନ୍ତୁ, ଏବେ 20 ମୁଭିଂ ଆଭରେଜ ଚୌକରେ ମାର୍କେଟ ଅଛି। ଯଦି ନେକ୍ସଟ ୱିକରେ ଏଇ 20 ମୁଭିଂ ଆଭରେଜକୁ ବ୍ରେକ୍ କରେ ମାର୍କେଟ, ଏଇଠି ଗୋଟେ ଯଦି କ୍ୟାଣ୍ଡେଲ ଫର୍ମେସନ କରେ, ତ ତା ପର ୱିକରେ ଆମର କ'ଣ ଜାଣିବା, ତା ପର ୱିକରେ ମାର୍କେଟରେ ଆହୁରି ବୁଲିଶ ମୋଡ୍ ତାର ଉପର ବ୍ୟାଣ୍ଡ ପର୍ଯ୍ୟନ୍ତ ଏଠି ରେସ୍ପେକ୍ଟ କରିବ। ତ 20 ବଲିଞ୍ଜର ବ୍ୟାଣ୍ଡ ପ୍ଲସ୍ ମୁଁ ଆପଣଙ୍କୁ ଯୋଉ ଟ୍ରେଣ୍ଡ ଲାଇନ୍ ଦେଖେଇଲି, ଏଇ ଦିଟାରେ ଆମେ କ'ଣ ଜାଣିଲେ, ତ ମାର୍କେଟ ଏବେ ଅପ୍ ଟ୍ରେଣ୍ଡରେ ଅଛି ୱିକଲି ଟାଇମ୍ ଫ୍ରେମ୍ରେ। ତ ଆପଣ ଏଠି ସୁଇଙ୍ଗ ଟ୍ରେଡ୍ ପ୍ଲାନ୍ କରିପାରିବେ। ହଉ, ଆସନ୍ତୁ ଆମେ ତାକୁ ଡେ ଫ୍ରେମ୍ରେ ଦେଖିବା, ମାର୍କେଟ ଡେ ଫ୍ରେମ୍ରେ କ'ଣ ସେଣ୍ଟିମେଣ୍ଟ ଅଛି। ଏଇଟା ମୁଁ ଆପଣଙ୍କ ପାଇଁ ଦେଖନ୍ତୁ ଡେ ଫ୍ରେମ୍ ଖୋଲିଦେଲି। ଡେ ଫ୍ରେମ୍ରେ ପ୍ରଥମେ ଆମେ କ'ଣ କରିବା, ସପୋର୍ଟ ଆଉ ରେଜିଷ୍ଟାନ୍ସ ମାର୍କ କରିଦେବା, ଏକର୍ଡିଙ୍ଗଲି ଆମେ ପ୍ଲାନ୍ କରିବା। ଦେଖନ୍ତୁ, ପ୍ରଥମ ତାର ସପୋର୍ଟ କିମ୍ବା ରେଜିଷ୍ଟାନ୍ସ କୋଉଠି ହେବା ଦରକାର, ଏବେ ଯୋଉ ଜାଗାରେ ମାର୍କେଟ ଅଛି, ଏ ଦେଖନ୍ତୁ ଏବେ ଯୋଉ ଜାଗାରେ ମାର୍କେଟ ଅଛି ଏଇ ଜାଗାରେ ଗୋଟେ ତାର ଷ୍ଟ୍ରଙ୍ଗ ସପୋର୍ଟ କିମ୍ବା ରେଜିଷ୍ଟାନ୍ସ, ଆପଣ ଏଇ ଜାଗାରେ ଅଛନ୍ତି, ଏଇ ଜାଗାରେ ବାୟର କିମ୍ବା ସେଲର ଦି ଜଣ ଆଭେଲେବଲ ଅଛନ୍ତି। ଦେଖନ୍ତୁ ମୁଁ ଏଇଟା ମାର୍କ କରିଦେଲି। ଦେଖନ୍ତୁ, ଆଉ ମୁଁ ସବୁବେଳେ ମୋ ଭିଡ଼ିଓରେ କହିଛି କି ସପୋର୍ଟ ରେଜିଷ୍ଟାନ୍ସ ଆଟଲିଷ୍ଟ ଦୁଇଟାରୁ ତିନିଟା ଟଚ୍ କଲେ ହିଁ ସେଟା ସପୋର୍ଟ ରେଜିଷ୍ଟାନ୍ସ ହବ। ଦେଖନ୍ତୁ ଏଇ ଜାଗାରେ କ'ଣ ହେଇଛି, ମାର୍କେଟ ଏଇ ଜାଗାରେ ମାର୍କେଟ ରେଜିଷ୍ଟାନ୍ସ କ୍ରିଏଟ୍ କରିକି ମାର୍କେଟ ତଳକୁ ଆଇଲା, ବଟ୍ ଏଇ ଜାଗାରେ ମାର୍କେଟ କ'ଣ କଲା, ଏଇ ଜାଗାରେ ମାର୍କେଟ ତାର ରେଜିଷ୍ଟାନ୍ସକୁ ବ୍ରେକ୍ କରି ଉପରକୁ ଗଲା। ପୁଣି କେତେ ହେଲା, ଏଇଟା ତାର ସେଇ ଯୋଉ ରେଜିଷ୍ଟାନ୍ସ ଏଇ ଜାଗାରେ ସପୋର୍ଟ ଭଳିଆ କାମ କଲା। ଦେଖନ୍ତୁ ଏଇ ଜାଗାରେ ସପୋର୍ଟ ହେଲା, ପୁଣି ଏଇ ଜାଗାରେ ମାର୍କେଟ ସେଇଟାକୁ ସପୋର୍ଟ ଭଳିଆ କାମ କଲା, ମାର୍କେଟ ଉପରକୁ ଗଲା, ଏଇ ଯୋଉ ସପୋର୍ଟଟାକୁ ବ୍ରେକ୍ କଲା, ବ୍ରେକ୍ କଲି ତଳକୁ ଆଇଲା। ଏବେ କ'ଣ କଲା ମାର୍କେଟ, ଏଇ ଯୋଉ ସପୋର୍ଟକୁ ଏବେ ରେଜିଷ୍ଟାନ୍ସ ଭଳିଆ ଏଇ ଜାଗାରେ କାମ କଲା, ଆଉ ତଳକୁ ଅଛି ଏବେ। ଏ- ଏବେ କ'ଣ କଲା, ଏଇ ଯୋଉ ଫ୍ରାଇଡେ ଦିନ କ୍ୟାଣ୍ଡେଲ ଫାର୍ଷ୍ଟ ହାଫରେ ତଳକୁ ଆସିଲା, ତଳକୁ ଆସିଲା କେତେ ପର୍ଯ୍ୟନ୍ତ, ପୁଣି ଦେଖିବା ମାର୍କ କରିବି ମୁଁ ଆପଣଙ୍କୁ ସପୋର୍ଟ ରେଜିଷ୍ଟାନ୍ସ, ଏଇ ଯୋଉ ସପୋର୍ଟ ରେଜିଷ୍ଟାନ୍ସ ଏଠି କେମିତି ଫଲୋ କଲା ମୁଁ ଆପଣଙ୍କୁ ବୁଝୁଛି। ଆପଣ ଏଇ ଜାଗାଟା ବୁଝିପାରିଲେ। ନେକ୍ସଟ ଆମେ ଦେଖିବା କୋଉଠି ସପୋର୍ଟ କିମ୍ବା ରେଜିଷ୍ଟାନ୍ସ ଅଛି। ପ୍ରଥମେ ଆମେ ସବୁ କ'ଣ କରିବା, ସପୋର୍ଟ ରେଜିଷ୍ଟାନ୍ସ ବାହାର କରିବା। ନେକ୍ସଟ ତା ପାଇଁ ରେଜିଷ୍ଟାନ୍ସ କୋଉଠି ଅଛି, ରେଜିଷ୍ଟାନ୍ସ ଜୋନ୍ ଦେଖନ୍ତୁ, ଏଇଟା ହଉଛି ତାର ରେଜିଷ୍ଟାନ୍ସ ଜୋନ୍। ଏଇଠି ପ୍ଲସ୍ ରେଜିଷ୍ଟାନ୍ସ ଜୋନ୍ ଆଗରୁ ଆପଣ ଗୋଟେ ଜିନିଷ ମାର୍କ କରିବେ, ଏଇ ଜାଗାରେ ଗୋଟେ 25,000 ଅଛି। ମୁଁ ଆପଣଙ୍କୁ କ'ଣ କରିଥିଲି, ଏଭ୍ରି 500 ଡିଫରେନ୍ସରେ ଗୋଟେ ତାର ସାଇକୋଲୋଜିକାଲ ଲେଭେଲ ଥାଏ। ତ ଏଇଠି ଆମ ପାଇଁ ପ୍ରଥମେ ଆମେ ମାର୍କ କରିଦେବା କ'ଣ, ଆମର ଏଇଟା ଗୋଟେ ସାଇକୋଲୋଜିକାଲ ଲେଭେଲ, ସାଇକୋଲୋଜିକାଲ ଲେଭେଲ ଅଛି। ଦେଖନ୍ତୁ 25,000 ଗୋଟେ ସାଇକୋଲୋଜିକାଲ ଲେଭେଲ ଅଛି। ଯଦି 25,000 ବ୍ରେକ୍ କଲା, ତା ପାଇଁ ରେଜିଷ୍ଟାନ୍ସ ଜୋନ୍ କୋଉଠି ହବ, ଏଇଟା ଗୋଟେ ତାର ରେଜିଷ୍ଟାନ୍ସ ଜୋନ୍। ଦେଖନ୍ତୁ ଏଇଟା ଗୋଟେ ତାର ରେଜିଷ୍ଟାନ୍ସ ଜୋନ୍, ଏଇଠି ପ୍ରଥମେ ମାର୍କେଟ ତଳକୁ ଆଇଲା, ପୁଣି ଏଇଠି ତଳକୁ ଆଇଲା, ତ ଏଇଟା ଗୋଟେ ତା ପାଇଁ ରେଜିଷ୍ଟାନ୍ସ ଜୋନ୍ ହେଇଗଲା। ନେକ୍ସଟ ରେଜିଷ୍ଟାନ୍ସ ଜୋନ୍ କୋଉଠି, ଏଇଟା ଗୋଟେ ତା ପାଇଁ ରେଜିଷ୍ଟାନ୍ସ ଜୋନ୍ ହେଇଗଲା। ନେକ୍ସଟ ରେଜିଷ୍ଟାନ୍ସ ଜୋନ୍ କୋଉଠି ହେଲା, ଏଇଟା ଗୋଟେ ତା ପାଇଁ ଛୋଟ ରେଜିଷ୍ଟାନ୍ସ ଜୋନ୍ ହେଇଗଲା। ଏଇଟା ଗୋଟେ ମାର୍କେଟ ପାଇଁ ରେଜିଷ୍ଟାନ୍ସ ଜୋନ୍ ହେଇଗଲା। ଦେଖନ୍ତୁ ରେଜିଷ୍ଟାନ୍ସ ଜୋନ୍, ତ ରେଜିଷ୍ଟାନ୍ସ ଜୋନ୍ ଆମେ ମାର୍କ କରିଦେଲୁ। ଏବେ ଆମର କାମ କ'ଣ, ସପୋର୍ଟ ଜୋନ୍ ଦେଖିବା ଆମେ, ସପୋର୍ଟ ମାର୍କେଟ କୋଉଠୁ କୋଉଠୁ ନେଉଛି। କିନ୍ତୁ ତାର ପ୍ରଥମେ ସପୋର୍ଟ କୋଉଠି ହେଲା, ଦେଖନ୍ତୁ ଏଇ ଜାଗାରେ ମାର୍କେଟ କ'ଣ କରିଥିଲା, ଏଠି 2-4 ଦିନ ହେଲା ରେଜିଷ୍ଟାନ୍ସ ଭଳିଆ କାମ କରୁଥିଲା। ତ ଏଇ ଜାଗାରେ ଆମେ ମାର୍କ କରିଦେବା ପ୍ରଥମେ। ଦେଖନ୍ତୁ ଏଇ ଜାଗାରେ ମାର୍କେଟ କ'ଣ କଲା, ଏଇ ଜାଗାରେ ରେଜିଷ୍ଟାନ୍ସ ନଉଥିଲା, ଏଇ ଜାଗାରେ ରେଜିଷ୍ଟାନ୍ସ ନଉଥିଲା, ଏଇ ଜାଗାରେ ରେଜିଷ୍ଟାନ୍ସ ନଉଥିଲା। ତ ଏଇ ଜାଗାରେ ରେଜିଷ୍ଟାନ୍ସ, ଦେଖନ୍ତୁ ମାର୍କେଟ ପ୍ରଥମେ ଏଇ ଜାଗାରେ ରେଜିଷ୍ଟାନ୍ସ ନେଇ ତଳକୁ ଆଇଲା, ପୁଣି ଏଇ ଜାଗାରେ ରେଜିଷ୍ଟାନ୍ସ ନେଇକି ତଳକୁ ଆଇଲା, ଏଇ ଜାଗାରେ ରେଜିଷ୍ଟାନ୍ସ। ଆଉ ଏବେ ମାର୍କେଟ କ'ଣ କଲା, ଏଇ ଜାଗାରେ ଏଇ ରେଜିଷ୍ଟାନ୍ସକୁ ବ୍ରେକ୍ କରି ଉପରକୁ ଗଲା। ତ ନେକ୍ସଟ ତା ପାଇଁ ରେଜିଷ୍ଟାନ୍ସ କୋଉଟା ଭଳିଆ ଫର୍ମେସନ ହେଲା, ଏଇ ଜାଗାଟା ତା ପାଇଁ ରେଜିଷ୍ଟାନ୍ସ ଭଳିଆ କାମ ଦେଲା। ଏଇ ରେଜିଷ୍ଟାନ୍ସ ବ୍ରେକ୍ କରି କୋଉଠି ମାର୍କେଟ ହେଲା, ଏଇ ଜାଗାରେ ଟିକେ ପୁଲ ବ୍ୟାକ୍ ନେଇକି ଏଇ ରେଜିଷ୍ଟାନ୍ସ ସପୋର୍ଟ ଭଳିଆ କାମ କଲା, ଆଉ ମାର୍କେଟ ଏବେ ଅପ୍ ଟ୍ରେଣ୍ଡରେ ଅଛି। ଏବେ ଆଉ ଦେଖିବା ତା ପାଇଁ ମାର୍କେଟର ସପୋର୍ଟ କୋଉଠି ଅଛି। ଏଇ ଜାଗାରେ ଆପଣ ମାର୍କ କରୁଥିବେ, ଏଇ ଜାଗାରେ ମାର୍କେଟର ଗୋଟେ ସପୋର୍ଟ ଅଛି। ଦେଖନ୍ତୁ ଏଇ ଜାଗାରେ ମାର୍କେଟର ଗୋଟେ ସପୋର୍ଟ ଅଛି, ଆଟଲିଷ୍ଟ 2 to 3 ବ୍ୟାଣ୍ଡ ଏଠି କାମ ଦଉଥିବ। ଦେଖନ୍ତୁ ଏଇ ଜାଗାରେ ମୁଁ ମାର୍କ କରିଦେଲି, ଏଇ ଜାଗାରେ ମାର୍କେଟର ଗୋଟେ ସପୋର୍ଟ ଅଛି, କାରଣ ଦେଖନ୍ତୁ ତାକୁ ଯଦି ଆମେ ଏକ୍ସଟେଣ୍ଡ କରିଦେବା, ଦେଖନ୍ତୁ ମାର୍କେଟ ଏଇ ଜାଗାରେ ସପୋର୍ଟ ନେଇଛି ବହୁତ ଥର। ଦେଖନ୍ତୁ କ'ଣ ହେଲା, ଏଇ ଜାଗାରେ ମାର୍କେଟ ସପୋର୍ଟ ନେଲା ଉପରକୁ ଗଲା, ଏଇ ଜାଗାରେ ସପୋର୍ଟ ନେଲା ମାର୍କେଟ ଉପରକୁ ଗଲା, ଏଇ ଜାଗାରେ ଟିକେ ପୁଲ ବ୍ୟାକ୍ ନେଇକି ଏଇ ଜାଗାରେ ସପୋର୍ଟ ନେଇକି ଉପରକୁ ଗଲା, ଏଇ ଜାଗାରେ ମାର୍କେଟ ସପୋର୍ଟ ନେଇଛି, ଆଉ ମାର୍କେଟ ଏବେ ଏଇ ଯୋଉ ନେଇକି ଉପରକୁ ଯାଇଛି। ତ
ମାର୍କେଟ ପାଇଁ ଆମେ ଏଇଟା ଦେଖିଦେଲେ ଏଇଟା ଗୋଟେ ତାର ସପୋର୍ଟ ଜୋନ୍। ଏପଟେ ଯଦି ମାର୍କେଟ ତଳକୁ ଆସିଲା ଏତେ ପର୍ଯ୍ୟନ୍ତ ଆସିପାରିବ ଫାଷ୍ଟ ଟାର୍ଗେଟ ମାନେ। ତ ଯଦି ତା ତଳକୁ ଆମେ ସପୋର୍ଟ କରିବା ଏଇଟା ଗୋଟେ ମାର୍କେଟ ପାଇଁ ସପୋର୍ଟ ଜୋନ୍ ଅଛି। ଏଇଠି ଏଇଟାକୁ ଆମେ ଡଟେଡ ଲାଇନ୍ କରିଦେବା, କାହିଁକି ଏଥିରେ ଥରେ ସପୋର୍ଟ ଦେଇଛି, ଏଇ ଜାଗାରୁ ଥରେ ସପୋର୍ଟ ନେଇଛି, ତ ଆମେ ତାକୁ ଏତେ ଷ୍ଟ୍ରଙ୍ଗ ସପୋର୍ଟ ନ ମାନିକି ଏଇଟା ଆମେ ଡଟ୍ କରିଦେବା ଯଦି ମାର୍କେଟ ଏଇ ଜାଗାରେ ବି ରେସ୍ପେକ୍ଟ ନେଇପାରେ। ତ ଏକର୍ଡିଙ୍ଗଲି ଆମେ ପ୍ଲାନ୍ କରିବା କୋଉଠି ସପୋର୍ଟ ଆଟଲିଷ୍ଟ 2 to 3 ବ୍ୟାଣ୍ଡ କନେକ୍ଟ ହେଇଥିବା ଦରକାର। ଯଦି 2 to 3 ନହେଲେ ଯଦି ଗୋଟେ ଥର ହେଲେ ତାକୁ ଆମେ ଡଟ୍ ଲାଇନ୍ କରିଦେବେ ଆପଣ। ଡଟ୍ ଲାଇନ୍ ଅନୁସାରେ ଆପଣ ଦେଖିଦେବେ କି ଯଦି ସପୋର୍ଟ ନେଲା ନେଲା ନହେଲେ ନାହିଁ। ତ ଏଇଠୁ ଆମେ ବୁଝିଗଲେ ଏଇଠି ଆପଣ ବୁଝିଯିବା କଣ କଣ ମାର୍କେଟରେ ରହିଲା ସେଣ୍ଟିମେଣ୍ଟ। ଏଠି କଣ ହେଇଥିଲା ମୁଁ ଯେମିତି ଆପଣଙ୍କୁ କହିଲି ଏଇ ଜାଗାରେ ସେ ପ୍ରଥମେ ରେଜିଷ୍ଟାନ୍ସ ଜୋନ୍ କ୍ରିଏଟ୍ କରିଥିଲା ଏଇ ଜାଗାରେ। ତ ଏଇ ଜାଗାରେ ସେଇ ରେଜିଷ୍ଟାନ୍ସକୁ ବ୍ରେକ୍ କଲା, ମାର୍କେଟ ଉପରକୁ ଗଲା, ଟିକେ ସ୍ଲାଇଡ୍ ଫୁଲୱେନ୍ ଏଇ ଜାଗାରେ କଣ କଲା ପୁଣି ଆସିକି ଏଇ ଯୋଉ ଏଇ ଯୋଉ ରେଜିଷ୍ଟାନ୍ସଟା ଏଠି ସପୋର୍ଟ ଭଳିଆ କାମ କରି ମାର୍କେଟ ଏବେ ଅପ୍ ଟ୍ରେଣ୍ଡ ଅଛି। ଏଇ ଜାଗାରେ କଣ ପାଇଁ ରିଟ୍ରେସ୍ ନେଉଛି କାହିଁକି ଏଇ ଜାଗାରେ ଦେଖନ୍ତୁ ଏଇ ଜାଗାରେ ପ୍ରଥମେ ନେଇଥିଲା ରେଜିଷ୍ଟାନ୍ସ ଜୋନ୍, ଏଇଠି ସପୋର୍ଟ ନେଲା, ଏଇଠି ସପୋର୍ଟ ନେଲା, ଏଇଠି ଏବେ ରେଜିଷ୍ଟାନ୍ସ, ଏଇଠି ସବୁ ବାୟର ସେଲର ଦି ଜଣ ଆଭେଲେବଲ ଅଛନ୍ତି ତ ମାର୍କେଟରେ। ଆଉ ଗୋଟେ ଜିନିଷ ଏଇଠି ମୁଁ ଆପଣଙ୍କୁ କହିଦେଇକି ଯେମିତି ସେଠି ଆପଣଙ୍କୁ ବଲିଞ୍ଜର ବେଣ୍ଡର ଆଉ ଗୋଟେ ଏକ୍ଜାମ୍ପଲ ଦେଇକି ବୁଝେଇଥିଲି, ଏଇ ଜାଗାରେ ସେମିତି ଆଉ ଗୋଟେ ମୁଁ ଆପଣଙ୍କୁ ବୁଝେଇଦେବି ଫିବୋନାସି ରିଟ୍ରେସମେଣ୍ଟ। ଆମେ ଦେଖ ପୁରା ଟପରୁ ମୁଁ ବଟମ ପର୍ଯ୍ୟନ୍ତ ମୁଁ ମାର୍କ କରିଦେଲି। ହଁ, ଦେଖନ୍ତୁ ଏଇ ଜାଗାରେ ଆମର କଣ ଅଛି, ଏଇ ଜାଗାରେ ଗୋଟେ 50% ଜୋନ୍ ଅଛନ୍ତି ଦେଖନ୍ତୁ 0.5 ଜୋନ୍, 0.5 ଜୋନ୍ ଅଛି, ଏଇଟା ଗୋଟେ 50% ଜୋନ୍। ଏଇଟା କଣ କରୁছে ମାର୍କେଟ ଯେତେବେଳେ ଏଇଠି ଗଲା ଏଠି ଯାଇକି ଏଠି କଣ ରିଟ୍ରେସମେଣ୍ଟ ନେଇଛି ଏଇ ଜାଗାରେ। ଯଦି ନେକ୍ସଟ ନେକ୍ସଟ ଡେ କିମ୍ବା ନେକ୍ସଟ ୱିକରେ ମାର୍କେଟ ଯଦି ଏଇ 50% ଜୋନ୍ ଯଦି 25,000 ଲେଭେଲ କିମ୍ବା ଏଇ 50% ଜୋନ୍ ଯୋଉ ଅଛି 0.5 to 0.6 ଜୋନ୍ ଅଛି ଆକୁ ଯଦି ବ୍ରେକ୍ କଲା ତ ଆକର୍ଡିଂ ଟୁ ଦ ମୁଁ ଯେମିତି ମାର୍କ କରିଛି ଆପଣଙ୍କୁ ସପୋର୍ଟ କିମ୍ବା ରେଜିଷ୍ଟାନ୍ସ ଜୋନ୍ ଏଠି ମାର୍କ କରିଛି ଆକର୍ଡିଂ ଟୁ ଆମେ ଆମେ ପ୍ଲାନ୍ କରିପାରିବା। ହୁଁ। ତ ଆପଣ ଏଠି ବୁଝିଗଲେ ସେଠି ମୁଁ ଆପଣଙ୍କୁ ବଲିଞ୍ଜର ବ୍ୟାଣ୍ଡ ଦେଖିଥିଲି ଏଇଠି ସହ ଏଇଠି କଣ କଲା ଆମର ଏଠି ଆମର ରେଜିଷ୍ଟାନ୍ସ ସପୋର୍ଟ ଜୋନରେ ଏଇଠି ଏଇଟାକୁ ଫଲୋ କଲା। ପ୍ଲସ୍ ଏଠି କଣ ଅଛି ଫିବୋନାସି ରିଟ୍ରେସମେଣ୍ଟ ଗୋଟେ ରିଟ୍ରେସମେଣ୍ଟ ଜୋନଟା ଅଛି। ଯଦି ମାର୍କେଟ ଏଠି ନେକ୍ସଟ ୱିକରେ 25,000 ଲେଭେଲକୁ ବ୍ରେକ୍ କଲା, କାହିଁ 25,000 ଲେଭେଲ ଗୋଟେ ହଉଛି ଷ୍ଟ୍ରଙ୍ଗ ସାଇକୋଲୋଜିକାଲ ଲେଭେଲ, ଯଦି ଆକୁ ବ୍ରେକ୍ କଲା ଆଉ ଏଇ 50% ଜୋନ୍ ଆପଣ ଦେଖିପାରୁଥିବେ ଏଇ ଯୋଉ 50% ଜୋନ୍କୁ ଯଦି ବ୍ରେକ୍ କଲା ନେକ୍ସଟ ୱିକରେ ଆକର୍ଡିଂ ଟୁ ଦ ରେଜିଷ୍ଟାନ୍ସ ସେ ମାର୍କେଟରେ ଫଲୋ କରିବ। ତ ତ ଏଇ ଜାଗାରେ ଆପଣ କହୁଛେ ଆମେ କେମିତି କଣ ପ୍ରିୟଙ୍କା ଏଇ ସବୁବେଳେ ମାର୍କ କରିବେ ଯଦି ୱିକଲି ଟାଇମ୍ ଫ୍ରେମ୍ ଆଉ ଡେ ଟାଇମ୍ ଫ୍ରେମ୍ରେ ଯଦି ଆପଣ ସପୋର୍ଟ ରେଜିଷ୍ଟାନ୍ସ କିମ୍ବା କିଛି ଇଣ୍ଡିକେଟର ୟୁଜ୍ କରି ବୁଝୁଛନ୍ତି ତ ତା ପାଇଁ ଆପଣ ସୁଇଙ୍ଗ ଟ୍ରେଡ୍ ପାଇଁ ପ୍ଲାନ୍ କରିବେ। ଏଥିରେ ଆମେ ଇଣ୍ଟ୍ରାଡେରେ ଏତେ ଜାଣିପାରିବାନି କାହିଁ ସପୋର୍ଟ ରେଜିଷ୍ଟାନ୍ସ ଡେ ଫ୍ରେମ୍ରେ ଅଲଗା ଥାଏ ଆଉ ଆ, ଟିକେ 15 ମିନିଟ୍ 1 ଆୱାର ଟାଇମ୍ରେ ଟିକେ ଆହୁରି ଅଧିକା ସପୋର୍ଟେସନ ହୁଏ। ତ ଏଠି ଆପଣ ନେକ୍ସଟ ୱିକରେ ଆପଣ ବୁଝିଗଲେ କଣ କରିବେ ପ୍ରଥମେ ଏଇ ଯୋଉ ରେଜିଷ୍ଟାନ୍ସ ସପୋର୍ଟ ଜୋନଟା ବ୍ରେକ୍ କରିବାର ଅଛି, ପ୍ଲସ୍ ଏଠି ଯୋଉ ଫିବୋନାସି ରିଟ୍ରେସମେଣ୍ଟ ଏଇ ଜୋନଟା ବ୍ରେକ୍ କରିବାର ଅଛି। ଏଇ ଯଦି ଏଇ ଜୋନଟା ବ୍ରେକ୍ କଲା ନେକ୍ସଟ ଟାର୍ଗେଟ ଆପଣ କଣ ରହିବ 25,000 ଲେଭେଲ ରହିବ। ଏବେ ମାର୍କେଟ କୋଉ ଜାଗାରେ ଅଛି ମାର୍କେଟ ଏଠି ଦେଖିପାରୁଥିବେ 24,750ରୁ ଏଠି 25,850 ଭଳିଆ ଅଛି, 100 ପଏଣ୍ଟର ଜୋନ୍ ଅଛି। ଯଦି ମାର୍କେଟ ନେକ୍ସଟ ମଣ୍ଡେର ଓପନିଂ ହେଇକି ନେକ୍ସଟ ୱିକରେ ଯଦି ଏଇ ଯୋଉ ଏତିକି ଜୋନ୍ଟା ବ୍ରେକ୍ କରେ ତ ଆମର ନେକ୍ସଟ ଟାର୍ଗେଟ ରହିବ 25,000, 25,000 ବ୍ରେକ୍ କଲେ ଆକର୍ଡିଂ ଟୁ ଆମର ଏଇଠି ରହିବ 25,150, ଦେନ୍ ଆକର୍ଡିଂ ଟୁ ଦ 200, 200, 300 ଏମିତି ରହିବ ଆପଣଙ୍କର ପ୍ଲାନ୍। ଆପଣଙ୍କୁ ଯଦି ଏ ଭିଡ଼ିଓଟା ଭଲ ଲାଗିଲା ଆପଣ ଲାଇକ୍ କରିବେ ଆଉ ନିଜ ସାଙ୍ଗମାନଙ୍କ ଭିତରେ ଫ୍ରେଣ୍ଡ ସର୍କଲରେ ଆପଣ ସେୟାର କରିଦେବେ। ଆଉ ଯଦି କୋଉ ଜାଗାରେ ଡାଉଟ୍ ରହିଲା କି କ'ଣ ମୁଁ ଭୁଲ କଲି ସେ ଆପଣ କମେଣ୍ଟରେ ଜଣେଇବେ।